ଭଗବାନ ବିଷ୍ଣୁ ଦେବକୀ ଏବଂ ବାସୁଦେବଙ୍କ ଘରେ ଶ୍ରୀକୃଷ୍ଣ ଭାବରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଯଶୋଦା ଏବଂ ନନ୍ଦ ଲାଳନ ପାଳନ କରିଥିଲେ। ହିନ୍ଦୁ ଧର୍ମରେ କୃଷ୍ଣ ବିଷ୍ଣୁଙ୍କ ଅବତାର। ହିନ୍ଦୁମାନେ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ମାନିଥାନ୍ତି ଏବଂ ତାଙ୍କ ଉପରେ ଅପାର ବିଶ୍ୱାସ ରଖନ୍ତି। ସନାତନ ଧର୍ମ ଅନୁସାରେ ଭଗବାନ ବିଷ୍ଣୁ ହେଉଛନ୍ତି ମୁଖ୍ୟ ଦେବତା ଯିଏ ପବିତ୍ର ଏବଂ ସମସ୍ତ ପାପରୁ ମୁକ୍ତ ଏବଂ ସମସ୍ତ ମାନବଙ୍କୁ ଭୋଗ ଏବଂ ମୋକ୍ଷ ପ୍ରଦାନ କରନ୍ତି। ଯେତେବେଳେ ବି ଏହି ପୃଥିବୀରେ ରାକ୍ଷସ ଏବଂ ପିଶାଚମାନଙ୍କର ପାପର ଆତଙ୍କ ବ୍ୟାପିଯାଏ, ସେତେବେଳେ ଭଗବାନ ବିଷ୍ଣୁ କୌଣସି ନା କୌଣସି ରୂପରେ ଅବତାର ଗ୍ରହଣ କରନ୍ତି ଏବଂ ପୃଥିବୀର ଭାର ହ୍ରାସ କରନ୍ତି। ପ୍ରକୃତରେ ଭଗବାନ ବିଷ୍ଣୁ ଏପର୍ଯ୍ୟନ୍ତ 23ଟି ଅବତାର ଗ୍ରହଣ କରିଛନ୍ତି। ଏହି ଅବତାର ମଧ୍ୟରେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବତାର ଥିଲା ଶ୍ରୀକୃଷ୍ଣ। ସେ ମଥୁରାର କାରାଗାରରେ ଦେବକୀଙ୍କ ଗର୍ଭରୁ ବୈବସ୍ୱତ ମନ୍ୱନ୍ତରର 28 ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ରୂପରେ ଏହି ଅବତାର ଗ୍ରହଣ କରିଥିଲେ। ବାସ୍ତବତା ଏହି ଥିଲା ଯେ ଏହି ସମୟରେ ସବୁଠି ପାପ କରାଯାଉଥିଲା। ଧର୍ମ ବୋଲି ଆଉ କିଛି ବାକି ନଥିଲା। ତେଣୁ ଧର୍ମ ପ୍ରତିଷ୍ଠା କରିବା ପାଇଁ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ। ଶ୍ରୀକୃଷ୍ଣଙ୍କର ଏତେ ଗୁଣ ଥିଲା ଯେ ସେ ସେଗୁଡ଼ିକୁ ଜାଣି ନଥିଲେ, ତେବେ ଅନ୍ୟମାନଙ୍କ ବିଷୟରେ କ'ଣ କହିବେ? ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ସମସ୍ତ 16 କଳା ସହିତ ଏହି ପୃଥିବୀରେ ଆସିଥିଲେ। ସେ ଯେକୌଣସି କାର୍ଯ୍ୟ କରୁଥିଲେ, ସେ ଏହାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ବିବେଚନା କରୁଥିଲେ। ତାଙ୍କ କାର୍ଯ୍ୟର ସଫଳତା ପାଇଁ ସେ ସମସ୍ତ ଉପାୟ ବ୍ୟବହାର କରୁଥିଲେ, ସାମ, ଦାମ, ଦାଣ୍ଡ, ଭେଦ, କାରଣ ତାଙ୍କ ଅବତାରର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏହି ପୃଥିବୀକୁ ପାପୀମାନଙ୍କଠାରୁ ମୁକ୍ତ କରିବା। ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେ ଯାହା ଠିକ୍ ମନେ କରୁଥିଲେ ତାହା କରିଥିଲେ। ସେ କର୍ମ ପ୍ରଣାଳୀକୁ ସର୍ବୋଚ୍ଚ ବୋଲି ବିବେଚନା କରିଥିଲେ। କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ କର୍ମର ଜ୍ଞାନ ପ୍ରଦାନ କରିବା ସହିତ ସେ ଗୀତା ରଚନା କରିଥିଲେ ଯାହାକୁ କଳିଯୁଗରେ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଭାବରେ ବିବେଚନା କରାଯାଏ।